Good morning everyone. Now 5:30. ମୋତେ ସକାଳୁ ଉଠିବା ପାଇଁ ବହୁତ କଷ୍ଟ ହୁଏ, ହେଲେ ଆଜି ତ ଉଠିବାରେ ହିଁ ଥିଲା। ଆଜି ମୋର ଥିଲା ଇଲେକ୍ସନ ଡ୍ୟୁଟି ଅନୁଗୁଳରେ, ତ 1 hour ଭିତରେ ମୋତେ ବ୍ରସ୍ ବାଥରୁମ୍ ସବୁ କିଛି ସାରିବାର ଥିଲା। ନାଉ ଆଇ ଏମ୍ ରେଡି। ଆମ ଗାଡ଼ି ବି ଅଲରେଡ଼ି ତଳେ ୱେଟ୍ କରିଛି, ଆମ ଷ୍ଟାଫ୍ ବି ଅଛନ୍ତି ତଳେ। ଏବେ ଆମେ ବାହାରିଲୁ। ଆମ ବାଟରେ ଟିକେ ଚା ସ୍ନାକ୍ସ, କାହିଁକି ନା ଟିଫିନ୍ କରିବା ପାଇଁ ଟାଇମ୍ ହେଇନଥିଲା କିଛି। ଦେଖନ୍ତୁ କେତେ ଭିଡ଼ ଏଠି, ଟୋଟାଲ ଅନୁଗୁଳ ଆଉ ଛେଣ୍ଡିପଦା ବ୍ଲକ ପୁରା ସବୁ ଯେତେ ବି ପୋଲିଂ ଅଫିସର ନା ସମସ୍ତେ ଏଠି ଅଲରେଡ଼ି ପହଞ୍ଚି ସାରିଥିଲେ। ଆମେ ବହୁତ ଲେଟ୍ କରିଦେଇଥିଲୁ। ଦେଖନ୍ତୁ କେଉଁ ଯାତ୍ରା କି ମେଳାଠୁ ବି ଲୋକ କିଛି କମ୍ ନଥିବେ ଏଠି, ବହୁତ ଭିଡ଼ ଅଛି ଏଠି। ଆଉ ଗରମ ବି କିଛି କମ୍ ନଥିଲା, ଆଟଲିଷ୍ଟ ତ 40°C ପକ୍କା ଥିବ। ଆଉ ହଁ, ଖାଇବା ପାଇଁ ଏଠି ଲଞ୍ଚରେ ବିରିୟାନୀ ୱିଥ୍ ପନିର ବଟର ମସଲା ରେଡି ହେଇକି ଥିଲା। ଆଉ ଏବେ ଲସି ଆଉ ଚାର ବି ଆରେଞ୍ଜମେଣ୍ଟ ଥିଲା। ଆଉ ଲସି ବହୁତ ଟେଷ୍ଟି ଥିଲା, ସୋ ୟମ୍ମି, ବହୁତ ଟେଷ୍ଟି। ତାପରେ ମୁଁ ବାହାରି ଗଲି ଟିକେ ଗାଡ଼ି ଆଡ଼େ, ଯୋଉଠିକି ଆମର ସବୁ ଭେହିକିଲ୍ସ ନା ଆଲଟମେଣ୍ଟ ହବାର ଅଛି। କେଉଁ ବୁଥକୁ କେଉଁ ଗାଡ଼ି ଯିବ ଦେଖନ୍ତୁ, ବହୁତ ଗାଡ଼ି ସାରା ବସ୍, ବୋଲେରୋ, ଟ୍ରାଭେଲର, ଇନୋଭା ସବୁ ରେଡି ହେଇକି ଅଛି। କେଉଁ ଗାଡ଼ି କୋଉଠିକି ଯିବ ସବୁ ତାର ଆଲଟମେଣ୍ଟ ପେପର ଗାଡ଼ିରେ ଅଛି, ଅଲରେଡ଼ି ପୋଷ୍ଟର ମରା ହେଇଛି। ଓହ, ଏଇ ଜାଗା ତ ସବୁଠୁ ମସ୍ତ ଥିଲା ସେ ଖରାରୁ ରିଲାକ୍ସ ରହିବା ପାଇଁ। ଏବେ ଆମର ଅଲରେଡ଼ି ରିସିଭ୍ କରିସାରିଛୁ ଆମର ଡକୁମେଣ୍ଟସ୍, ଭୋଟିଂ ମେସିନ୍ ସବୁ ରେଡ଼ି ହେଇଯାଇଛି। ଆଉ ଆମ ଗାଡ଼ି ବି ପହଞ୍ଚି ଯାଇଛି। ଆଉ ଏଇ ଜାଗାରୁ ଆମ ବୁଥ୍ ଥିଲା ଓନ୍ଲି 6 କିଲୋମିଟର ଡିଷ୍ଟାନ୍ସ। ସେଥିପାଇଁ ଖରା ପାଇଁ ଟେନସନ୍ ନଥିଲା, କାହିଁକିନା ଗାଡ଼ିରେ ଏସି ହିଁ ନଥିଲା। ଆଉ ପୁରା ଫୁଲ ଭିଲେଜ ଏରିଆ ଥିଲା। ଆମ ସ୍କୁଲ ଆଗରେ ଛୋଟ ଦୋକାନ ବି ନଥିଲା, କିଛି ବି ନାହିଁ। ତ ସେଥିପାଇଁ ଯାହା ଆରେଞ୍ଜମେଣ୍ଟ କରିବାର ଥିଲା ଆମେ ନେଇକି ଯାଇଥିଲୁ। ଦେଖନ୍ତୁ ଖରା କେମିତି ହେଉଛି, ଅଲରେଡ଼ି ଆମେ ଏଠି ପହଞ୍ଚି ଯାଇଛୁ। ଆଉ ସବୁଠୁ ଗୁଡ ଲକ୍ ଥିଲା, ସେଦିନ 2 ଥର ବର୍ଷା ହେଇଯାଇଛି ସେଇ ଜାଗାରେ। ତ ସେଥିପାଇଁ ନେକ୍ସଟ ଡେରେ ଯୋଉ ପ୍ରିପାରେସନ ପାଇଁ ପେପର ଡକୁମେଣ୍ଟ ସବୁ ନା ଆମେ ବସିକି ବାହାରେ ରେଡ଼ି କରିଦେଲୁ ଥଣ୍ଡା ପବନରେ। ମସ୍ତ ଲାଗୁଥିଲା, ସେଥିପାଇଁ କିଛି ବି ଟାୟାର୍ଡ ଲାଗିନି। ଆଉ ଖାଇବା ଆରେଞ୍ଜମେଣ୍ଟ ବି ଅଲରେଡ଼ି ସ୍କୁଲରେ ହେଇସାରିଥିଲା, ତ ସେଥିପାଇଁ ନୋ ପ୍ରୋବ୍ଲେମ୍। ନା ଦେଖ, ଏବେ ଅଲରେଡ଼ି 11ଟା ହେଇଯାଇଛି, ରାତି 11ଟା। ସମସ୍ତେ ଅଲରେଡ଼ି ଶୋଇସାରିଲେଣି। କାଲି ପାଇଁ ସମସ୍ତେ ସକାଳେ ଉଠିବାର ଅଛି 5:30ରୁ, ସେଥିପାଇଁ ସମସ୍ତେ ଶୋଇଯାଇଛନ୍ତି ଅଲରେଡ଼ି। ଓକେ, କାଲି ଦେଖା ହେବା। ଏବେ ଅଲରେଡ଼ି 5ଟା, ସକାଳ 5ଟା। ସମସ୍ତେ ଆମେ ରେଡି ହେଇକିନି ଫ୍ରେଶ୍ ହେଇକିନି ସବୁ ବାହାରି ଯାଇଛୁ। ଟେଣ୍ଟ ବି ଲାଗିଯାଇଛି ସ୍କୁଲରେ। 7ଟାରେ ଭୋଟିଂ ଅଛି ନା, ତ ସେଥିପାଇଁ 5ଟାରୁ ଆମକୁ ରେଡି ହେଇକି ବାହାରିବାର ଅଛି। ତ ଦେଖନ୍ତୁ, ଟିଫିନ୍ କରିବା ପାଇଁ ତ ଟାଇମ୍ ନାହିଁ, ଓନ୍ଲି କେକ୍ରେ କାମ ଚଳିବାର ଅଛି, କାହିଁକିନା ଡେ ଟାଇମ୍ରେ ତ ଜମା ବି ଖାଇ ହେବନି। ଏବେ ଫୋନ୍ ସୁଇଚ୍ ଅଫ୍ କରିଦେବି, ଇଲେକ୍ସନରେ ଫୋନ୍ ନଟ୍ ଆଲାଉ। ଦେଖନ୍ତୁ ଏବେ ଅଲରେଡ଼ି ଆମେ ପୁଣି ବ୍ୟାକ୍ କରିଯାଇଛୁ ସେଇ ଜାଗାକୁ। ଆମର ଭୋଟିଂ ସରିଯାଇଛି, ଆମର ମେସିନ୍ ଆଉ ଡକୁମେଣ୍ଟ ନେଇକି ଡିପୋଜିଟ୍ କରିବା ପାଇଁ ପହଞ୍ଚି ଯାଇଛୁ ସେଇ ଜାଗାରେ। ଦେଖନ୍ତୁ ପୁରା ସୁନସାନ, କେହି ବି ନାହାନ୍ତି ଏଠି। ଯୋଉ ଯାତ୍ରା କି ମେଳା ଭଳି ଲୋକ ଦେଖୁଥିଲେ ନା, ଆଜି କେହି ବି ନାହାନ୍ତି। ଆମେ ସବୁଠୁ ଫାଷ୍ଟ ଡିପୋଜିଟ୍ କଲୁ। ଆଉ ସବୁଠୁ ଗୁଡ୍ ଲକ୍ ଫର୍ ଆୱାର ଟିମ୍। ଦିସ୍ ଇଜ୍ ମାଇ ଟିମ୍। ଥ୍ୟାଙ୍କ ୟୁ, ବାଏ ବାଏ।